ଆମକୁ ଭଲ ଲାଗୁନାହିଁ। ମଣିଷ ଯେତେବେଳେ ଉରୁଣା ଦେଖି ଡରିଥିଲା ସେତେବେଳେ ବେଳ କଣ ଥିଲା, ସେତେବେଳେ ବେଳ ବାପାକୁ ଦେଖି ଡରୁଥିଲେ। ବାପା ଚାପଡ଼ା ମାରିଥିଲେ, ରୁଞ୍ଚୁଥିଲେ। ଆଉ ସେ ବେଳ ବାପା ଯୋଉ ଅଛି ସେ ବେଳ ଗଲା, ଖସିଗଲା। ଆଉ ଏଇଖିଣା ସେ ବେଳ ଆଉ ନାହିଁ। ସେତେବେଳେ ବେଳ ଥିଲା ଯେମିତି ଏଗାରି ବାପାକୁ ଡରୁଥିଲେ, ବାପା ଚାପଡ଼ା ମାରିଥିଲା, ବାପା ଇଏ କରିଥିଲା ସେ କରିଥିଲା, ଏମିତିଆ ବାପା ଥିଲା। କଣ ସେମିତିଆ ବାବା ଆଉ ନାହିଁ, ସେ ବେଳ ଆଉ ଗଲାନି ଉଧାର। ଆଉ ଏଥରକ ଏଇ ପିଲା ଝିଅ ପିଲା ଯୋଉ ଇଏ ହଉଛନ୍ତି ସେ କଥା ଆଉ ଚିନ୍ତା କରିବା ଦରକାର ନାହିଁ। ଆଉ କିଛି ଉପାୟ ନାହିଁ, ମଣିଷର ଆଉ ଉପାୟ ଅଛି କି? ସେ ଯୋଉ ଇଏ ଥିଲା ଆଉ ସେ ବେଳ ଅଛି କି? ଆଉ ଗୋଟେ କଥା କହିଲ, ସେତେବେଳେ ବାପା ଥିଲେ, ସେତେବେଳେ ବାପାକୁ ଡରୁଥିଲେ, ସେତେବେଳେ ଇଏ ହଉଥିଲେ, ସେତେବେଳେ ଇଏ ଆଉ ସେ ବେଳ ଅଛି? ଆଚ୍ଛା ତମେ ଗୋଟେ କଥା ପିଲାକୁ ଗୋଟେ କଥା କହିଲା ବେଳକୁ ତମକୁ ଆଚ୍ଛା ଆଉ ଗୋଟେ କଥା ଆଚ୍ଛା ଆଉ ଗୋଟେ କଥା କୁହନ୍ତୁ, ଆଗରୁ ଯେତେବେଳେ ବୁଢା ଲୋକମାନେ ବୟସ୍କ ଲୋକ ଥିଲେ ସେମାନେ କିଲେ କିଲେ ଚୁଡା ଖାଇଦେଲେ। ଏବେ ଛୁଆ ଖାଲି ଇପି ମୋମୋ ଏଗୁଡା ଖାଉଛନ୍ତି, ଚୁଡା କଣ ଜାଣିନାହାନ୍ତି। କଣ କହିବେ ସେଭଳିଆ ଛୁଆଙ୍କୁ? ସେଭଳିଆ ପିଲାକୁ କଣ କରିବ? ସେଭଳିଆ ପିଲାକୁ ଆଉ କଣ କରିବା? ମାନୁନାହାନ୍ତି ଆଉ କଣ। ଅନଲାଇନ ଛୁଆ ସବୁ ଆଉ କଣ କରିବା? ଫୋନ ମାନେ ଆଉ କଣ କରିବା? ଆଣ୍ଠେଇଲେ ଯୋଉ ଛୁଆ ସେ କହୁଛନ୍ତି ଆମକୁ ଫୋନ ଦରକାର। ଆଗରୁ ତ ଫୋନ ନେଲା ବଞ୍ଚିଥିଲେ ନା ନାଇଁ? କଣ କହିବେ ତାହେଲେ ସେ ଛୁଆ? ମାନେ ଆଗ ଭଳିଆ ଲୋକ ଆଉ ହେବେ? ତମେ ଆଉ ଉପାୟ କିଛି ନାହିଁ, ଆଉ ଉପାୟ କିଛି ନାହିଁ। ଦେଖିଛେ ନିରବ ବସିଆ ପ୍ରସ୍ତାବ ନେଇ ଯାଉଥିଲେ, ପଚାରୁଥିଲେ, ପିଲାମାନେ ରାଜି ହେଇଯାଉଥିଲେ। କିନ୍ତୁ ଏବେ ସବୁ ପ୍ରତ୍ୟେକ ଝିଅ ମାନଙ୍କର ବାପା ମା କହୁଛନ୍ତି ସରକାରୀ ଚାକିରି ନହେଲେ ଆମ ଝିଅ ମାନଙ୍କୁ ବାହା କରିବେ। ତ ଆଉ ଯୋଉମାନେ ପିଲାମାନେ ଯୋଉମାନେ ପ୍ରାଇଭେଟ ଚାକିରି କରି ସେମାନେ କଣ ବୁଢା ହେବେ? କଣ କହିବେ ସେ ବିଷୟରେ? ବୁଢା ହେବେ ନା ଆଉ କଣ ହେବେ ସେ? ତାହେଲେ କଣ କରାଯିବ? ଆଉ କଣ କରାଯିବ? ଏମାନଙ୍କ ମନୋଭାବ ବଦଳିବ ନା ବଦଳିବନି? ବଦଳିବ କେମିତି? ଏଇନା ବଦଳି ନାହିଁ, ବଦଳିବ ଡେରି ଅଛି। ଆପଣଙ୍କ ମତରେ? ଏଇନା ତ ଯୁଗ ସେଇ ଗୋଟାକ ଆସିଯାଇଛି ଆଉ। ଯୁଗ ଅନୁସାରେ ପିଲା ପରିବର୍ତ୍ତନ ହେଇଯାଇଛି। ପରିବର୍ତ୍ତନ ଆଉ ଯୁଗ ଅନୁସାରେ ପରିବର୍ତ୍ତନ ସବୁ। ଆଚ୍ଛା ଆଉ ଗୋଟେ କଥା କୁହନ୍ତୁ, ଆଗରୁ ଯେତେବେଳେ ବୟସ୍କ ଲୋକମାନେ ବଞ୍ଚିଥିଲେ ଆମେ ବି ଦେଖିଛୁ 120 ବର୍ଷ 130 ବର୍ଷ ବଞ୍ଚୁଥିଲେ। ଏମିତି ବଞ୍ଚୁଥିଲେ ଲୋକ। ସେମାନେ ସବୁ ଖାଉଥିଲେ, ଯୋଉ ଆଗ କାଳ ଲୋକମାନେ ସବୁ କଣ ଖାଉଥିଲେ? ଏଇ ଭାତ ଡାଲି ଲୁଣ ଲଙ୍କା ଖାଉଥିଲେ, ଯେତେବେଳେ ଯାହା ମିଳିଲା ଖାଉଥିଲେ। ତ ବହୁତ ବର୍ଷ ବଞ୍ଚୁଥିଲେ, 100 ବର୍ଷ ବଞ୍ଚୁଥିଲେ। ଏବେ କା ଛୁଆ 30-40 ବର୍ଷ ବଞ୍ଚୁଛନ୍ତି। କଣ ବଞ୍ଚୁନାହାନ୍ତି? କଣ ପାଇଁ? ଏହାର କାରଣ କଣ? ତାର କାରଣ ଅଛି ନା, ନାଇଁ ଗଲେ କାରଣ କଣ? କାରଣ କଣଟା ଅଛି? ମାନେ ଖାଇବା ବିଷ ହେଇଯାଇଛି ନା ମାନେ ଜଳବାୟୁ ପରିବର୍ତ୍ତନ ହେଇଛି ନା କଣ ଅସୁବିଧା? କଣ କର୍ମର ଦୋଷ ସବୁ? କର୍ମ ଦୋଷ ସବୁ? କର୍ମ ଦୋଷ ସବୁ, କର୍ମ ଦୋଷ ହେଲେ ସେମିତି ହବ। ଆଚ୍ଛା ଆଉ ଗୋଟେ ଜିନିଷ, ଆଗ କାଳରେ ଯେତେବେଳେ ଆପଣଙ୍କ ସମୟରେ ସେତେବେଳେ ବିଦ୍ୟୁତ ନଥିଲା, ଲାଇନ ନଥିଲା, ଲଣ୍ଠନ ଡିବିରେ ରହୁଥିଲେ, ଯନ୍ତ୍ରପାତି ଆଧୁନିକ କିଛି ନଥିଲା, ନା କମ୍ପ୍ୟୁଟର ଥିଲା, ନା ଫୋନ ଥିଲା, କିଛି ନଥିଲା। ଏବେ ପରିବର୍ତ୍ତନ ହେଇଛି, ସବୁ କିଛି ଚେଞ୍ଜ ହେଇଛି। ସବୁ କିଛି ଏବେ ମୋବାଇଲ ହେଇଛି, କରେଣ୍ଟ ହେଇଛି, କରେଣ୍ଟ ନହେଲେ ଛୁଆ ଘରେ ରହୁନାହାନ୍ତି। କଣ ଏ ସବୁ ପରିବର୍ତ୍ତନ କାହିଁ ଦେଖା? ପରିବର୍ତ୍ତନ ତ ହବ ସେମିତି ଆଉ, ଆହୁରି ଆଗକୁ ହବ, ଆହୁରି ପରିବର୍ତ୍ତନ ହବ। ସମାଜ ପ୍ରତି କିଛି ପ୍ରଭାବ ପଡିବ? ଖରାପ ପ୍ରଭାବ ହବ ପଡିବ ନା? ଖରାପ ପ୍ରଭାବ ପଡିବ ନା? ହଁ ଖରାପ ଅଛି ନା, ଏଇଟା ଅଛି ଆଗକୁ ବହୁତ ଇଏ। ତାପରେ କଳି ଯୁଗରେ କିଛିଟା ଲକ୍ଷଣ ଦେଖା ହଉଛି, 10ଟା-15ଟା ଲକ୍ଷଣ। ପ୍ରଥମ ହେଲା ମୋବାଇଲ, ଛୁଆ ଜନ୍ମ ହେଲା ମାନେ କହୁଛନ୍ତି ମୋବାଇଲ ଧରିବେ। ଆଗରୁ ଛୁଆ ଯିଏକି ଖାଉଥିଲେ ଚୁଡା ଛତୁଆ ଏଗୁରା ସବୁ ଖାଉଥିଲେ, ଛୁଆ ଏବେ ଖାଉନାହାନ୍ତି, କହୁଛନ୍ତି ଇପି ମୋମୋ ଏଗୁରା ସବୁ ଖାଇବି। ମାନେ କଳି ଯୁଗର ଛୁଆ ଇଏ ସବୁ। କଳି ଯୁଗର ଛୁଆ, ସବୁ କଳି ଯୁଗ ଛୁଆ। ପରିବର୍ତ୍ତନ ଆଉ ହେବେନି, ଏମିତିରେ ରହିଲେ। ଆଉ ନାହିଁ। ଦେଖ ଆଜିକାଲି କେମିତିଆ ବେଳ ହଉଛି, କେମିତିଆ ଇଏ ହଉଛି।